ଯେ ସେ ଯୋଉ ଆଇଏଏସ୍ ଅଫିସର ଧର୍ମଗଡ଼ର ଥିଲେ ଚକମା ସାର୍, ସିଏ 8/6/25ରେ ତାଙ୍କର ଯୋଉ 10 ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାର ଗୋଟେ ଅଭିଯୋଗ ହେଇଥିଲା। ସେଇଥିରେ ଭିଜିଲାନ୍ସ ଦ୍ୱାରା ଟ୍ରାପ୍ ହେଇଥିଲେ। ତାପରେ 10 ତାରିଖରେ ତାଙ୍କୁ ସସ୍ପେଣ୍ଡ କରାହେଇଥିଲା। ଏଇ ସରକାର ଭିତରେ ତାଙ୍କୁ ସସ୍ପେଣ୍ଡ କରାହେଇଥିଲା, ସାଙ୍ଗେ ସାଙ୍ଗେ ସସ୍ପେଣ୍ଡ କରାହେଇଥିଲା ଏବଂ ସିଏ ସେ ଜେଲ୍ ଯାଇଥିଲେ, ତା ବେଲ୍ ହେଇନଥିଲା। କିନ୍ତୁ ଏବେ ବେଲ୍ ହେଲା ପରେ ତାଙ୍କର ଡିପାର୍ଟମେଣ୍ଟାଲ ଯୋଉ ଇନକ୍ୱାରି ହବା କଥା, ପେଣ୍ଡିଂ ଫାଇନାଲ ଡିସିସନ୍, ତାଙ୍କୁ ରିଇନଷ୍ଟେଟ୍ କରାହେଇଛି। ଏଥିରେ ଆଇଏଏସ୍ ଅଫିସରଙ୍କର ସସ୍ପେନ୍ସନ୍ ହେଉଛି। ସେଠି କ'ଣ ହୁଏ ନା, ଯଦି ସସ୍ପେଣ୍ଡ ହେଲେ କିଛି ପ୍ରୋସିଡିଂ କଣ୍ଟେମ୍ପଲେଟେଡ୍ ତାଙ୍କ ନାଁରେ ହେଲା, ସେଥିରେ ଆଇଏଏସ୍ ଅଫିସର ମାନେ ତାଙ୍କର ଡିସିପ୍ଲିନାରୀ ରୁଲ୍ ଅନୁସାରେ ସେମାନଙ୍କୁ 90 ଡେଜ୍ ପର୍ଯ୍ୟନ୍ତ ସେମାନେ ରହିପାରିଲେ। ତାପରେ ରିଭ୍ୟୁ କମିଟିକି ଯିବ। ଯଦି ରିଭ୍ୟୁ କମିଟି ଚିନ୍ତା କଲେ ଯେ ତାର ଏକ୍ସଟେନସନ୍ ଆହୁରି ହବ, ସେଥିରେ ଆଉ 180 ଦିନ ହେଇପାରିବ। ତାପରେ ଉଚିତ କାହିଁକି, ଧରନ୍ତୁ ଜଣେ ସସ୍ପେଣ୍ଡ ହେଲେ 3 ମାସ ପର୍ଯ୍ୟନ୍ତ ତାଙ୍କର 50% ସେ ସସ୍ପେନ୍ସନ୍ ଆଲାଉନ୍ସ ପାଇବେ। ତାପରେ 75% ହେଇଯିବ। 75% ଜଣଙ୍କର କେସ୍ଟା ସରିନାହିଁ, ସେ ଯଦି ସସ୍ପେଣ୍ଡ ରହିକି ଘରେ ବସିକି 75% ଯଦି ନିଅନ୍ତି ସରକାର ତହବିଲରୁ, ଯଦି ଆମର ଏଇ ପବ୍ଲିକ ରେଭିନ୍ୟୁ ନେବେ, ତେବେ ଆମର କେତେ କ୍ଷତି ଘଟିଲା। ସେଥିପାଇଁ ଗୋଟେ ୱାଇଜ୍ ଡିସିସନ୍ ହେଲା। ଗଭର୍ଣ୍ଣମେଣ୍ଟ ଏଇ ଯେଉଁ ପ୍ରକାର ଡିସିସନ୍ ନେଇଛନ୍ତି ବହୁତ ଦିନ ପରେ। ଆପଣ ଦେଖନ୍ତୁ କେବେଠୁ ସସ୍ପେଣ୍ଡ 10/6/25ରେ ଏଇ ଗଭର୍ଣ୍ଣମେଣ୍ଟ, ବିଜେପି ଗଭର୍ଣ୍ଣମେଣ୍ଟ ତାଙ୍କୁ ସସ୍ପେଣ୍ଡ କରିଥିଲେ। ବର୍ତ୍ତମାନ ଏବେ ଗୋଟେ ବର୍ଷ ହେଇଗଲା, ଗୋଟେ ବର୍ଷ ପରେ ସେ ରିଇନଷ୍ଟେଟମେଣ୍ଟ ହେଉଛନ୍ତି। ଏଥିରେ କ'ଣ ଭୁଲ ହେଇଗଲା? ଏଥିରେ କିଛି ଭୁଲ ହେଇନି, ବରଂ ଆମର କିଛି ଟଙ୍କା ସେଭ୍ ହେଲା। ତାପରେ ଦୁଇରେ ଆପଣ ଦେଖିବେ, ମୋର ଗୋଟେ ଅନୁଭୂତି ଅଛି, ଗୋଟେ ଏଇ ଢେଙ୍କାନାଳରେ ଗୋଟେ ଅନୁଭୂତି ଅଛି। ଢେଙ୍କାନାଳ ଭିଜିଲାନ୍ସ କୋର୍ଟରେ 2002 ମସିହାରୁ ଗୋଟେ ଭିଜିଲାନ୍ସ କେସ୍ ଜଣଙ୍କ ନାଁରେ ହେଇଥିଲା। ସେଇଟା 2025ରେ 23 ବର୍ଷ ପରେ ସେ କେସ୍ଟା ସରିଲା ଏବଂ ମୁଁ ସେ କେସ୍ରେ ନେଟ୍ ରେଜଲ୍ଟ ହେଲା ଆକ୍ୱିଟାଲ ହେଲେ, କିନ୍ତୁ ତାଙ୍କ ପ୍ରପର୍ଟି ସ୍କାନରରେ ରହିଥିଲା। ସେ ଲୋକ ମୋ 2 ମାସ ପରେ, ମୋର ଡିସିସନ୍ 2 ମାସ ପରେ ସିଏ ତାଙ୍କର ଡେଥ୍ ହେଇଯାଇଥିଲା। ସେ ଯୋଉ ମଜାଟା, ଯୋଉ ଆକ୍ୱିଟାଲ ହେଲା ପରେ ଯୋଉ ପଇସା ବି ତାଙ୍କର ରହିଯାଇଥିଲା, ସେଇଟା ବି ପାଇପାରିନଥିଲି। ଦେଖିବେ 23 ବର୍ଷ ପର୍ଯ୍ୟନ୍ତ କ'ଣ ହେଲା, ଗୋଟେ ଲୋକ, ନିରୀହ ଲୋକ, ମାନେ ଅନରେବଲି ଆକ୍ୱିଟେଡ୍ ହେଲେ, ସେ ଭିଜିଲାନ୍ସ ତାକୁ କରିକି ରଖିଦେଇଥିଲା, ଆକ୍ୱିଟାଲ ହେଇଗଲେ, କ'ଣ ସେ ପାଇଲା କ'ଣ? ଭିଜିଲାନ୍ସ ଯୋଉ ଅଫିସର ଏଇ ସବୁ କେସ୍ କରିଥିଲେ, ତାଙ୍କୁ କ'ଣ ଦଣ୍ଡ ବିଧାନ ହେଲା? ଗୋଟେ ଲୋକ, ବୟସ୍କ ଲୋକ ସଫର ହେଲା 23 ବର୍ଷ ଧରି। ତେଣୁ ସରକାର ଯୋଉ ନିୟମାବଳୀ ଅଛି, ଯଦି ଅତ୍ୟଧିକ ଦିନ ହେଉଛି, ତାକୁ ଯୋଉ ପର୍ଯ୍ୟନ୍ତ ପ୍ରାଇମା ଫେସି ଗିଲ୍ଟି, ସେ ସସ୍ପେନ୍ସନଟା ଗୋଟେ ତାଙ୍କୁ ସସ୍ପେଣ୍ଡ କରାଗଲା। ଗୋଟେ ଟାଇମିଂ ପନିଶମେଣ୍ଟ ଦିଆଗଲା ଯେ ତମେ ସଜାଗ ରୁହ, ତାଙ୍କୁ ଗୋଟେ ଚେତନା ଦିଆଗଲା। ତାପରେ ସବୁଠୁ ଦେଖାଯିବ, ବହୁତ ବୁଦ୍ଧିମତାର କାମ, ଯୋଉମାନେ ସସ୍ପେଣ୍ଡ ହେଲେ କରପ୍ଟ ଚାର୍ଜରେ, ସେମାନେ ତ ସ୍କାନର ରହିଲେ। ତା ପରବର୍ତ୍ତୀ ସମୟରେ ତାଙ୍କର ଯଦି ସେଇ ଚରିତ୍ରଟା ବାରମ୍ବାର ରିପିଟ୍ ହେଲା, ତେବେ ଜାଣିବେ ଯେ ସେ ଗୋଟେ ଅସାଧୁ ବାଇ ନେଚର। ତେଣୁ ତାକୁ ସମ୍ପୂର୍ଣ୍ଣ ଭାବରେ ଡିସମିସ୍ ହେଇଯିବ। ଅଥବା ତାଙ୍କର ଏଇ ଯୋଉ କେସ୍ରେ, ଭିଜିଲାନ୍ସ କେସ୍ ଯୋଉ ହେଇଛି, ଟ୍ରାପ୍ କେସ୍ ହେଉଛି, କୋଉ ପରିସ୍ଥିତିରେ ଟ୍ରାପ୍ ହେଉଛି, କୋଉ ଇସ୍ୟୁରେ ଟ୍ରାପ୍ ହେଉଛି, ଲୋକମାନେ କି ଶତ୍ରୁତାରେ କିଏ ଟ୍ରାପ୍ କରୁଛନ୍ତି, ବହୁତ ଲୋକ ମିଛ କେସ୍ ମଧ୍ୟ କରି ଟ୍ରାପ୍ କରିଥାନ୍ତି। ଏସବୁ ବିଚାରାଧୀନ ହୁଏ। ବିଚାର ଯେତେବେଳେ ଭିଜିଲାନ୍ସ କୋର୍ଟରେ ସାକ୍ଷୀ ପ୍ରମାଣ ଦ୍ୱାରା ବିଚାର ହେବ, ସେ ଯଦି ନିର୍ଦ୍ଦୋଷୀ ହେଲେ ତ ସବୁ କିଛି ଫେରି ପାଇବେ, ଯଦି ଦୋଷୀ ହେଲେ ତ ଜେଲ୍ ଯିବେ, ତାଙ୍କ ଚାକିରି ସବୁ ଯିବ। ସେଇଟା ପାଇଁ ବହୁତ ଲୋକ ମାନେ ଚିନ୍ତା କରୁଛନ୍ତି ଯେ କେମିତି ଏଇ ଅଫିସର ଜଣକ ରିଇନଷ୍ଟେଟ୍ ହେଲେ। ଏଇଟା କହିବାଟା, ସେ ସର୍ଭିସ ଲ ଅନୁସାରେ ରିଇନଷ୍ଟେଟ୍ ହେବାକୁ ବାଧ୍ୟ, ସରକାର କରିବାକୁ ବାଧ୍ୟ ମଧ୍ୟ। ତାଙ୍କର କ'ଣ ଏବେ ଗିଲ୍ଟି ହେଇଗଲେ କି ନା? ନହେଲେ 75% ଦରମା ଦଉଥିବେ ତାଙ୍କୁ। 75 ଦରମା, ଆମ ଜଣେ ଆଇଏଏସ୍ ଅଫିସର ଦରମା କେତେ? ସେଇ ଅନୁସାରେ ଯଦି ଦରମା ନେବା ଆଣିବ, କେତେ ଆମ ଟ୍ରେଜରୀରୁ କେତେ ପଇସା ଚାଲିଯିବ? ନାଇଁ, କୋର୍ଟର ଦୋଷମୁକ୍ତ ହେଇନାହାନ୍ତି। ତାଙ୍କର ବେଲ୍ ହେଲା। ବେଲ୍ ହେଲା ପରେ ଆଉ ଆଇଏଏସ୍ର ଯୋଉ ଡିସିପ୍ଲିନ ଅପିଲ ରୁଲ୍ ଅଛି, ସେ ରୁଲ୍ ଅନୁସାରେ ତାଙ୍କର ସେଇଟା ବିଚାର କରାଯାଇଛି ଏବଂ ତାକୁ ରିଇନଷ୍ଟେଟ୍ କରାଯାଇଛି ସେଇଥିରେ।
ତେଣୁ ରିଇନଷ୍ଟେଟ୍ ହବାଟା କିଛି ଭୁଲ ବି ହେଇନାହିଁ। ଗଭର୍ଣ୍ଣମେଣ୍ଟ ଠିକ ଆଇନ ଅନୁସାରେ କରିଛନ୍ତି, ବରଂ ଡେରି ହେଇଯାଇଛି, ତାଙ୍କୁ ଏଇଟା କରିବାରେ ଡେରି ହେଇଗଲା। ଆଉ ସେ ତାପରେ ଗୋଟେ ଇଣ୍ଟେଲିଜେଣ୍ଟ ଗଭର୍ଣ୍ଣମେଣ୍ଟ, ଯୋଉଠି ଗଭର୍ଣ୍ଣମେଣ୍ଟ ସମସ୍ତଙ୍କର ବିଚାର କରୁଛନ୍ତି, ସେଠି ଦେଖାଯିବ ଯେ ଜଣେ ପ୍ରାଇମେରୀ ଷ୍ଟେଜରେ ଜଣେ ଆଇଏଏସ୍ ଅଫିସର ଯଦି ଗୋଟେ କରପସନ କରିଦେଲେ, ତାକୁ ଯଦି ସୁଧାରମୂଳକ କାର୍ଯ୍ୟ କରାଯାଏ, ସେଇଭଳି ଲେସନ ଦିଆଯାଏ, ସେମାନେ ବେଷ୍ଟ କାମ କରିବେ। ସେ ପୁଣି ଟପର ଥିଲେ, ତାଙ୍କ ବେଷ୍ଟ ଟ୍ୟାଲେଣ୍ଟେଡ ଥିଲେ। କୌଣସି ଗୋଟେ କି ଚକ୍ରାନ୍ତରେ ପଡି, କି କାହା ପ୍ରଲୋଚନରେ ପଡି, କି ତାକୁ ଏଇଭଳି ଟ୍ରାପ୍ କରାଯାଇଛି ମିଛ କଥା, ସେଇଟା କୋର୍ଟ କହିବ। କୋର୍ଟରେ ଯେତେବେଳେ ବିଚାର ହବ ସେଇଟା ହବ। ଏବେ ଆମେ ସେଇଟା ପ୍ରିମାଚ୍ୟୁର ହବ, ସେ ଦୋଷୀ କି ନିର୍ଦ୍ଦୋଷୀ ଆମେ କହିବାଟା, ଯଦି ପ୍ରାଇମା ଫେସି ଦେଖାଗଲା ଯେ ପଇସା ଭିଜିଲାନ୍ସ ଯେହେତୁ ଧରିଛନ୍ତି, କାରଣ ଆମେ ତ ମୁଁ ବହୁତ ଭିଜିଲାନ୍ସ କେସ୍ କରୁଛି, ମୁଁ ଦେଖୁଛି ଗୁଡାଏ କେସରେ ଇଣ୍ଟେନସନାଲି ଭିଜିଲାନ୍ସ ବାଲା ବି ଧରୁଛନ୍ତି। ଏବେ ତ କୋଟି କୋଟି ଟଙ୍କା ବହୁତ ଅଫିସର ବାହାରୁଛି, ସେ ଠିକ କଥା। ଏବେ ମୁଁ ଦେଖୁଛି, ଧରନ୍ତୁ ଆଇଏଏସ୍ ଅଫିସର ମାନେ, ଆଇଏଏସ୍ ଅଫିସର ପାଇଗଲା ପରେ କିଛି ଅହମିକା ତାଙ୍କ ଭିତରେ ପ୍ରବେଶ କରି ଯାଉଛି। ସେ ପ୍ରିଲିମିନାରୀ ଷ୍ଟେଜରେ ସେ ବହୁତ ଲୋକଙ୍କୁ, ଜନସାଧାରଣ ମଧ୍ୟ ମିସବିହେଭ୍ କରୁଛନ୍ତି। ଏଇଠି ମୁଁ ଦେଖିଲି ଆମର ଆଠଗଡ଼ରେ ମଧ୍ୟ, ଆଠଗଡ଼ରେ ଜଣେ ଆଇଏଏସ୍ ଅଫିସର ସବ୍ କଲେକ୍ଟର ଅଛନ୍ତି। ସିଏ ମୁଁ ଦେଖୁଛି ତାଙ୍କର ତଳେ ଜଣେ ଜୈନିକ ଅଫିସର ଅଛନ୍ତି ଓଆରଏସ୍ ବାଲା, ସିଏ ତାଙ୍କୁ କଣ୍ଟ୍ରୋଲ କରୁଛନ୍ତି। ପ୍ରତ୍ୟେକ କଥାରେ ସିଏ ତାଙ୍କୁ ପଚାରୁଛନ୍ତି। ଏପରିକି ଯଦି ସବ୍ କଲେକ୍ଟର କୌଣସି ମିଟିଂ ଡକାଉଛି, ତାଙ୍କର ଡେଲିଗେଟ୍ ହେଇଥିବ, ସେ ତାଙ୍କୁ ପଠାଉଛନ୍ତି। ଏ ପ୍ରକାର ଅଫିସର ମାନଙ୍କ ସଚେତନ ହବା ଦରକାର। ସେ ଆଇଏଏସ୍ ପାଇଲେ ତାଙ୍କର ନିଜର ପୋଷ୍ଟର ମର୍ଯ୍ୟାଦା ରଖି ନିଜେ କିଛି ଆଡଭୋକେଟ୍ କଲେ ସମାଜ କିଛି ଜାଣିବ, କିମ୍ବା ଯୋଉଥିପାଇଁ ଚାକିରି ପାଇଛନ୍ତି, ଏବଂ ଯୋଉ ଗୋଟେ ଆଇଏଏସ୍ ଗୋଟେ ଗୋଟେ ଅତି ଷ୍ଟାଚୁଟାରୀ ପୋଷ୍ଟଟା, ତାଙ୍କର ଏଇଭଳି ସାଧାରଣ ଚାକିରି ଭଳିଆ ସେ ନୁହନ୍ତି। ସେ ତାଙ୍କର ପୋଷ୍ଟର ମର୍ଯ୍ୟାଦା ରଖିକି ଯଦି କାର୍ଯ୍ୟ କରନ୍ତେ, ଦେଶ ବହୁତ ଉନ୍ନତି କରନ୍ତା। କିନ୍ତୁ ଏବେ ଦେଖାଯାଉଛି ଆଇଏଏସ୍ ଅଫିସର ଯୋଉମାନେ ପରୀକ୍ଷା ଦେଇକି, ସେଟା କ'ଣ ଯେମିତି ନିଜ ମୁଣ୍ଡକୁ ଲାଞ୍ଚ ଦେଇକି ଫଟାଇଲ କରିବା କଥା, ଯୋଉ ଷ୍ଟେରଏଡ୍ ଖାଇକି। ଏବେ ପ୍ରାୟ ଆଇଏଏସ୍ ଅଫିସର ମାନେ କ'ଣ ଷ୍ଟେରଏଡ୍, ଯୋଉ କୋଚିଂ ସେଣ୍ଟର ଯାଇକି, ଏଟା ଗୋଟେ ଷ୍ଟେରଏଡ୍ ମେଡିସିନ। ଆଉ ଆମ ସମୟରେ ସବୁ ଆଇଏଏସ୍ ଅଫିସର ପାଠ ପଢି ରାତି ଅନିଦ୍ରା ହେଇ ସବୁ କରୁଥିଲେ, ଏବେ ରାତି ଅନିଦ୍ରା ହଉଛନ୍ତି, କିନ୍ତୁ ଷ୍ଟେରଏଡ୍, ଏଇ ଯୋଉ କୋଚିଂ ସେଣ୍ଟର ହେଲା ଏବଂ ଷ୍ଟେରଏଡ୍ ଫିଡିଂ ହେଲା, ସେ ଷ୍ଟେରଏଡ୍ରେ ତାଙ୍କ ବୁଦ୍ଧି କ'ଣ, କେବଳ ପଇସା କେମିତି ରୋଜଗାର କରିବା, ଆଉ ଲୋକଙ୍କୁ କେମିତି ମିସବିହେଭ୍ କରିପାରିବା। ଦେଖୁ ପୋଲିସଙ୍କର ଯୋଉ ଅତ୍ୟାଚାର ହଉଛି, କିମ୍ବା ଆଇଏଏସ୍ ଅଫିସର ଯୋଉ ଅତ୍ୟାଚାର ହଉଛି, ଏରା ଆମେ ଦେଖୁଛେ। କରପସନ ମ୍ୟାକ୍ସିମମ୍ ତ ଆମ ଷ୍ଟେଟରେ ଆଇଏଏସ୍ ଅଫିସର ମାନେ ମ୍ୟାକ୍ସିମମ୍ କରପସନ କରିଛନ୍ତି ଏବଂ କରୁଛନ୍ତି ମଧ୍ୟ। ମନେ ଇଚ୍ଛା ତାକୁ ଧରିବ କିଏ? ଧରିବାକୁ ତାଙ୍କଠୁ ଆହୁରି ଇଣ୍ଟେଲିଜେଣ୍ଟ ସେମାନେ, ଯୋଉ କୋଚିଂ ନେଇକି ତାଙ୍କ ମୁଣ୍ଡଟା ଫର୍ଟାଇଲ ହେଇଯାଉଛି, ସେ ଫର୍ଟାଇଲ ଅନୁସାରେ ସେ ବହୁତ ଫର୍ଟାଇଲ କରପସନ କରୁଛନ୍ତି। ତେଣୁ କ'ଣ କରାଯିବ? ତେଣୁ ଆମେ ଭାଗ୍ୟକୁ ଆଦରିକି ରହୁଛୁ ଜନସାଧାରଣ ଲୋକ।